Hello student, welcome to my YouTube channel Study with Pushpa Miss. ପିଲେ ତମକୁ ମୁଁ ପୂର୍ବ କ୍ଲାସରେ ପଢେଇଥିଲି ମହାଯାତ୍ରା କାବ୍ୟ ଉପରେ। ଆଜି ଆମେ ତାର ଲଙ୍ଗ ଭିଡିଓ ଦେଖିବା। ଏଇଟା ତମର ପରୀକ୍ଷାରେ ଆସିବ, ନୋଟ କରିଦେବ, ତା ସହିତ ପଢିବ ମଧ୍ୟ। ମହାଯାତ୍ରା କାବ୍ୟର ପ୍ରଥମ ସ୍ୱର୍ଗର ମହତ୍ତ୍ୱ ପ୍ରତିପାଦନ କର। କୋଶ୍ଚିନ୍ଟା ହଉଛି ଏଇଟା। ଆଉ ଥରେ ଶୁଣିଦିଅ, ମହାଯାତ୍ରା କାବ୍ୟର ପ୍ରଥମ ସ୍ୱର୍ଗର ମହତ୍ତ୍ୱ ପ୍ରତିପାଦନ କର। ପଢିବା ତାହେଲେ। ଓଡ଼ିଆ ସାହିତ୍ୟର ବରେଣ୍ୟ ସାଧକ କବିବର ରାଧାନାଥ ରାୟ ହେଉଛନ୍ତି ଆଧୁନିକ ଯୁଗର ସ୍ରଷ୍ଟା। ତମକୁ ମୁଁ ପୂର୍ବ କ୍ଲାସରେ କହିଥିଲି ଯେ ରାଧାନାଥ ରାୟ ହେଉଛନ୍ତି ଆଧୁନିକ ଯୁଗର କବି। ସେ ଓଡ଼ିଆ ସାହିତ୍ୟରୁ ପାରମ୍ପରିକ ରୀତି କାବ୍ୟଦର୍ଶକୁ ପରିବର୍ତ୍ତନ ଓ ପରିବର୍ଜନ ପୂର୍ବକ ସମ୍ପୂର୍ଣ୍ଣ ନୂତନ ରୀତିରେ କାବ୍ୟ କବିତା ରଚନା କରିଥିଲେ। ଆଉ ଥରେ ଶୁଣିଦିଅ, ସେ ଓଡ଼ିଆ ସାହିତ୍ୟରୁ ପାରମ୍ପରିକ ରୀତି କାବ୍ୟଦର୍ଶକୁ ପରିବର୍ତ୍ତନ ଓ ପରିବର୍ଜନ ପୂର୍ବକ ସମ୍ପୂର୍ଣ୍ଣ ନୂତନ ରୀତିରେ କାବ୍ୟ କବିତା ରଚନା କରିଥିଲେ। ତ ରାଧାନାଥ ରାୟ କଣ କରିଥିଲେ ନା ପାରମ୍ପରିକ ରୀତି ଆମ ଓଡ଼ିଶାରେ ବା ଆମ ଓଡ଼ିଶାର ଯୋଉ କବିମାନେ ଯୋଉ ପାରମ୍ପରିକ ରୀତି କାବ୍ୟଦର୍ଶକୁ ଆପଣେଇଥିଲେ, ରାଧାନାଥ କଣ କଲେ ନା ସେଥିରେ ପରିବର୍ତ୍ତନ ଆଣି ସେ ନୂତନ ରୀତିରେ କାବ୍ୟ କବିତା ରଚନା କରିଥିଲେ। ବସ୍ତୁତଃ ସମକାଳୀନ ନବଜାଗରଣର ପ୍ରଭାବ ତାଙ୍କ ସାହିତ୍ୟରେ ଉପଲବ୍ଧ ହୋଇଥାଏ। ସେ ପାଶ୍ଚାତ୍ୟ ଜଗତରେ ରହିଥିବା କାବ୍ୟ, କବିତା, ଗଳ୍ପ, ନାଟକ ଇତ୍ୟାଦି ବିଷୟବସ୍ତୁକୁ ଆହରଣ ପୂର୍ବକ ସ୍ୱକୀୟ କାବ୍ୟର ବିଷୟବସ୍ତୁ ନିର୍ବାହ କରିଥିଲେ। ରାଧାନାଥ ରାୟ କଣ କରିଥିଲେ ନା ଆମର ଯୋଉ ପାଶ୍ଚାତ୍ୟ କାବ୍ୟ, କବିତା, ଗଳ୍ପ, ନାଟକ ଇତ୍ୟାଦି ବସ୍ତୁକୁ ଆହରଣ ବା ଅନୁସରଣ କରିଥିଲେ ଏବଂ ମହାଯାତ୍ରା କାବ୍ୟର ବିଷୟବସ୍ତୁ ସେ ନିର୍ମାଣ କରିଥିଲେ। ମାତ୍ର ତନ୍ମଧ୍ୟରେ ତାଙ୍କ ମୌଳିକତା ତାଙ୍କୁ ଯଶସ୍ୱୀ ସାଧକ ରୂପେ ପରିଚିତ କରିଅଛି। ତ ରାଧାନାଥ ରାୟ କଣ ନା ପାଶ୍ଚାତ୍ୟ କାବ୍ୟ କବିତାକୁ ଅନୁସରଣ କରିଥିଲେ ମଧ୍ୟ ମହାଯାତ୍ରା କାବ୍ୟରେ ସେ ନିଜର ମୌଳିକତା କଣ ପ୍ରଦର୍ଶନ କରିଛନ୍ତି। ତାଙ୍କ କାବ୍ୟ ଗୁଡ଼ିକରେ ନିହିତ ଐତିହ୍ୟ ପ୍ରୀତି ତାଙ୍କୁ ଏକ ଶାସ୍ତ୍ରୀୟ କବିର ମାନ୍ୟତା ପ୍ରଦାନ କରିଥାଏ। ଆମର ରାଧାନାଥ ରାୟ ଯୋଉ ମହାଯାତ୍ରା କାବ୍ୟରେ ଯୋଉ ଐତିହ୍ୟ ପ୍ରୀତି ଦେଖେଇଛନ୍ତି, ତାଙ୍କୁ ଏକ କଣ ଶାସ୍ତ୍ରୀୟ କବିର ମାନ୍ୟତା ପ୍ରଦାନ କରିଥାଏ। ବୁଝୁଛ ପିଲେ? ସଂସ୍କୃତ ମହାଯାତ୍ରା କାବ୍ୟଟି କବିଙ୍କ ମୌଳିକ ଭାବନାର ସମୁଦାୟକ ବହୁ ଆଦୃତ ରଚନା। ତ ମହାଯାତ୍ରା କାବ୍ୟଟି ତାଙ୍କର କଣ ନା ଏକ ମୌଳିକ ରଚନା। ଏହି କାବ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ କାବ୍ୟ ବୈଶିଷ୍ଟ୍ୟ ଦୃଷ୍ଟିରୁ ମହାକାବ୍ୟର ସମସ୍ତ ବୈଶିଷ୍ଟ୍ୟ ନିହିତ। ମୁଁ ତମକୁ ପୂର୍ବ କ୍ଲାସରେ କହିଥିଲି ଯେ ମହାକାବ୍ୟ କାହାକୁ କୁହାଯାଏ। ଗୋଟେ ମହାକାବ୍ୟ ହେବା ପାଇଁ ତ ସେ କାବ୍ୟରେ କଣ କଣ ରହିବା ଆବଶ୍ୟକ। ମହାକାବ୍ୟରେ ଯାହା ଯାହା ରହିବା କଥା ତାହା କଣ ଆମର ମହାଯାତ୍ରା କାବ୍ୟରେ ନିହିତ ଅଛି। କବି ବଙ୍ଗଳା କବି ମାଇକେଲ ମଧୁସୂଦନ ଦାସଙ୍କ ମେଘନାଦ ବୋଧ କାବ୍ୟଶୈଳୀ ଦ୍ୱାରା ପ୍ରଭାବିତ ହୋଇ ଏହି ଗ୍ରନ୍ଥଟି ରଚନା କରିଛନ୍ତି। ତାହେଲେ କଣ ନା ରାଧାନାଥ ରାୟ ବଙ୍ଗାଳୀ କବି ଆମର ଯୋଉ ମାଇକେଲ ମଧୁସୂଦନ ଦାସ ତାଙ୍କର ଯୋଉ କାବ୍ୟଟି ଅଛି ମେଘନାଦ ବୋଧ, ତାଙ୍କର ଯୋଉ କାବ୍ୟଶୈଳୀ ଅର୍ଥାତ୍ ମଧୁସୂଦନ ଦାସ ଯୋଉ ମେଘନାଦ ବୋଧରେ ଯୋଉ କାବ୍ୟଶୈଳୀ ବା ତାଙ୍କର ଶୈଳୀଟା ଲେଖିବାର ଯୋଉ ଶୈଳୀଟା ସେ ବା ରଚନା କରିଥିଲେ, ତାକୁ କଣ ନା ରାଧାନାଥ ରାୟ ଆପଣେଇଥିଲେ। ତାକୁ ଆପଣେଇକି ସେ ମହାଯାତ୍ରା କାବ୍ୟରେ ପ୍ରତିପାଦନ କରିଥିଲେ। ଏହି କାବ୍ୟଟି କବି ସଂଯୋଜନା କରିଅଛନ୍ତି ଅମିତ୍ରାକ୍ଷର ଛନ୍ଦରେ। ତାହେଲେ ଆମର ମହାଯାତ୍ରା କାବ୍ୟଟି କେଉଁ ଛନ୍ଦରେ ରଚିତ ନା ଅମିତ୍ରାକ୍ଷର ଛନ୍ଦରେ। ପିଲେ ଏଇଟା ମନେ ରଖି ଦେଇଥିବ, ହେଲେ ଗୁରୁତ୍ୱପୂର୍ଣ୍ଣ। ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ସାହିତ୍ୟର ଏକ ନୂତନ ଛନ୍ଦ। ଆମର ଯୋଉ ଅମିତ୍ରାକ୍ଷର ଛନ୍ଦ ତାହା କଣ ନା ଓଡ଼ିଆ ସାହିତ୍ୟର ଏକ ନୂତନ ଛନ୍ଦ। ଏହି କାବ୍ୟରେ ହସ୍ତିନା ନରପତି ଯୁଧିଷ୍ଠିରଙ୍କ ବିଷାଦ ବୋଧ, ସାଂସାରିକ ଅନିତ୍ୟତା ଓ ଜୀବନର କ୍ଷୀଣସ୍ଥାୟିତ୍ୱ ବର୍ଣ୍ଣନା ମାଧ୍ୟମରେ ସ୍ୱକୀୟ ବିଷାଦ ବୋଧକୁ ପ୍ରକାଶ କରିଅଛନ୍ତି। ତ ରାଧାନାଥ ରାୟ ତାହେଲେ କଣ କଲେ ନା ମହାଯାତ୍ରା କାବ୍ୟରେ ଆମର ଯୋଉ ହସ୍ତିନା ନରପତି ଯୁଧିଷ୍ଠିରଙ୍କର ଯୋଉ ବିଷାଦ ବୋଧ, ସାଂସାରିକ ଅନିତ୍ୟତା ଓ ଜୀବନର କ୍ଷୀଣସ୍ଥାୟିତ୍ୱ ବର୍ଣ୍ଣନା ମାଧ୍ୟମରେ ସ୍ୱକୀୟ ବିଷାଦ ବୋଧକୁ ପ୍ରକାଶ କରିଅଛନ୍ତି।
ତାହା କାବ୍ୟ ମଧ୍ୟରେ ଅତ୍ୟନ୍ତ ଆକର୍ଷିତ ହୋଇପାରିଛି। ତ ଆମର ଯୋଉ ହସ୍ତିନାର ନରପତି କିଏ ଯୁଧିଷ୍ଠିର, ତାଙ୍କର ଯେତେବେଳେ ଆମର କଣ ମହାଭାରତ ଯୁଦ୍ଧ ହୋଇଛି ସେ ସମୟରେ କଣ ଯେ ପାଣ୍ଡବ ବିଜୟୀ ହେଇଛନ୍ତି, କିନ୍ତୁ ତାଙ୍କର ପ୍ରିୟଜନ ମାନଙ୍କର ଯୋଉ ଦୁଃଖ ଏବଂ ତାଙ୍କର ପ୍ରିୟ ସଖା ଶ୍ରୀକୃଷ୍ଣଙ୍କର ଯୋଉ ମହାପ୍ରୟାଣ, ତାଙ୍କ ମନରେ କଣ ନା ବିରାଗ ଭାବ ଜାତ ହୋଇଛି। ନେକ୍ସଟ ଦେଖିଦିଅ, ସଂସ୍କୃତ କାବ୍ୟର ବିଷୟ ପ୍ରସଙ୍ଗ ଅନୁଯାୟୀ ଧର୍ମରାଜ ଯୁଧିଷ୍ଠିର ଶୁଣିଲେ ଯେ ପ୍ରବାସରେ ବା ଦ୍ୱାରକାରେ ଯଦୁବଂଶର ଧ୍ୱଂସ ହୋଇଛି। ଆଉ ଥରେ ଶୁଣିଦିଅ, ସଂସ୍କୃତ କାବ୍ୟର ଅର୍ଥାତ୍ ଯାତ୍ରା କାବ୍ୟର ବିଷୟ ବା ପ୍ରସଙ୍ଗ ଅନୁଯାୟୀ ଧର୍ମରାଜ ଯୁଧିଷ୍ଠିର ଶୁଣିଲେ ଯେ ପ୍ରବାସରେ ବା ଦ୍ୱାରକାରେ ଯଦୁବଂଶର ଧ୍ୱଂସ ହୋଇଛି। ତାହେଲେ ସେ କାହାର ଧ୍ୱଂସ କଥା ଶୁଣିଲେ ଯୁଧିଷ୍ଠିର? ନା ଦ୍ୱାରକାରେ ଯଦୁବଂଶର ଧ୍ୱଂସ। ଏଇଟା ନୋଟ କରିଦବ ପିଲେ ଯେ ଯୁଧିଷ୍ଠିର କାହାର ଧ୍ୱଂସର ଖବର ଶୁଣିଲେ? ନା ଦ୍ୱାରକାରେ ଯଦୁବଂଶର ଧ୍ୱଂସ ହୋଇଛି ବୋଲି ଯୁଧିଷ୍ଠିର ଶୁଣିଲେ। ତ ତା ସହିତ ଏହି ଜଗତର କର୍ତ୍ତା ପ୍ରଭୁ ଶ୍ରୀକୃଷ୍ଣଙ୍କର ମଧ୍ୟ ମହାପ୍ରୟାଣ ହୋଇଛି। ଅର୍ଥାତ୍ ଜଗତର କର୍ତ୍ତା କଣ ନା ଶ୍ରୀକୃଷ୍ଣଙ୍କର ମହାପ୍ରୟାଣ କଥା ମଧ୍ୟ ସେ ଶୁଣିଛନ୍ତି। ଏହି ଦାରୁଣ ମର୍ମବେଦୀ ବାର୍ତ୍ତା ଶୁଣିବା ପରେ ତାଙ୍କ ମନ ଭିତରେ ସୃଷ୍ଟି ହୋଇଛି ତୀବ୍ର ବିଷାଦ ବୋଧ। ଯେତେବେଳେ ଯୁଧିଷ୍ଠିର ଶୁଣିଲେ ଯେ ତାଙ୍କ ପ୍ରିୟ ସଖା ବା ପ୍ରଭୁ ଶ୍ରୀକୃଷ୍ଣଙ୍କର ମଧ୍ୟ ମହାପ୍ରୟାଣ ହୋଇଛି, ସେ ସମୟରେ କଣ ନା ସେ ଦୁଃଖ ବା ମର୍ମଭେଦୀ ଦୁଃଖ ପ୍ରକାଶ କରୁଛନ୍ତି ବା ବିଷାଦ ବୋଧ ଜାତ ହୋଇଛି ତାଙ୍କ ମନରେ। ସେ ଅନୁଜ ଅର୍ଜୁନଙ୍କୁ କହିଛନ୍ତି, ହେ ଭ୍ରାତା ଅର୍ଜୁନ, ଯିଏ କୁରୁ ମହାସମର ରୂପକ ସାଗରରେ ଅସ୍ତ୍ର ଧାରଣା ପୂର୍ବକ ପାଣ୍ଡବ ମାନଙ୍କୁ ପାରି କରିଥିଲେ, ସେହି ମହାନୁଭବ ସଂସାରରେ ଧର୍ମ ନ୍ୟାୟ ପ୍ରତିଷ୍ଠା କରି ଚାଲି ଯାଇଛନ୍ତି ଆପଣା ପୁରୀକୁ। ତ ଯୁଧିଷ୍ଠିର କଣ କରେ ନା ତାଙ୍କ ଭ୍ରାତା ମାନେ କଣ ବା ତାଙ୍କ ଅନୁଜ, ତାଙ୍କ ଭାଇଙ୍କୁ କହିଲେ ଯେ ଯିଏ କୁରୁ ମହାସମର ରୂପକ ସାଗରରେ ଅସ୍ତ୍ର ଧାରଣା ପୂର୍ବକ ପାଣ୍ଡବ ମାନଙ୍କୁ ପାରି କରିଥିଲେ, ଅର୍ଥାତ୍ ମହାଭାରତ ଯୁଦ୍ଧରେ ଯୋଉ ବିଜୟୀ ହେଇଥିଲେ, ତ ତାଙ୍କର କିଏ ଯୋଉ ତାଙ୍କୁ ରାସ୍ତା ଯେ ଠିକ ବାଟ କିଏ ଦେଖୁଥିଲେ ନା ଶ୍ରୀକୃଷ୍ଣ। ଯେତେବେଳେ ତାଙ୍କୁ ମହାସାଗର ବା ଅସ୍ତ୍ର ଧାରଣ ପୂର୍ବକ ପାଣ୍ଡବ ମାନଙ୍କୁ କରିଥିଲେ, ଆଜି ସେଇ ମହାସମର ରୂପକ ସାଗରରେ ଅସ୍ତ୍ର ଧାରଣ ପୂର୍ବକ ପାଣ୍ଡବ ମାନଙ୍କୁ ଯିଏ ପାରି କରିଥିଲେ, ସେ ଯେତେବେଳେ ଏ ସଂସାରରୁ ଛାଡିକି ସ୍ୱର୍ଗବାସୀ ହେଲେ, ତାହେଲେ ଆମେ କଣ ଏ ସଂସାରରେ ରହିପାରିବା କି? ତାଙ୍କ ମନରେ ଏହା ଭାବିକି କଣ ନା ବିରାଗ ହବା ଦୁଃଖ ଜାତ ହୋଇଛି। ତେଣୁ କେଉଁ ସୁଖ ଭୋଗ କରି ଆମ୍ଭେ ଏହି ସଂସାରରେ ଜୀବନ ଧାରଣା କରିବା। ଯେତେବେଳେ ସ୍ୱୟଂ ପ୍ରଭୁ ଶ୍ରୀକୃଷ୍ଣ ଏ ଧରା ପୃଷ୍ଠରୁ ଚାଲି ଯାଇଛନ୍ତି, ଆମେ ତାହେଲେ କେଉଁ ସୁଖ ଭୋଗ କରିବା ପାଇଁ ଏହି ଧରା ପୃଷ୍ଠରେ ରହିବା? କାହା ମନରେ ଏଇ ଚିନ୍ତାଧାରା ଆସିଛି ନା ଯୁଧିଷ୍ଠିରଙ୍କ ମନରେ। ହେଲା, ତେଣୁ କେଉଁ ସୁଖ ଭୋଗ କରି ଆମ୍ଭେ ଏହି ସଂସାରରେ ଜୀବନ ଧାରଣା କରିବା। ସଂସାରର ସମସ୍ତ ଲୀଳା ଖେଳିବା ଆମର ପରିସମାପ୍ତି ହେଉଛି। ଯେ ସଂସାରର ଯେତେ ବି ଆମର ଲୀଳା ଖେଳା, ଯାହା ବି ଆମର ଲୀଳା ଖେଳିବାର ଥିଲା, ତାହା କଣ ନା ସମାପ୍ତ ବା ପରିସମାପ୍ତ ଶେଷ ହୋଇଯାଇଛି। ସଂସାର ରୂପକ ବିଷୟ ରସରେ ଜର୍ଜରିତ ହୋଇ ଆମ୍ଭର ଲକ୍ଷ୍ୟ ଭୁଲି ଯାଇଛୁ, ବିସ୍ମରି ଯାଇଛୁ ଜୀବନର ପ୍ରକୃତ ଲକ୍ଷ୍ୟକୁ। ଯେ ଜୀବନର ପ୍ରକୃତ ଲକ୍ଷ୍ୟ କଣ ନା ତାହା ଆମେ ଭୁଲି ଯାଇଛୁ। ଯୁଧିଷ୍ଠିରଙ୍କ ମନ ଭିତରେ ଏହିଭଳି ବିଚାର ସୃଷ୍ଟି କରି କବି ସଂସାରର ଅନିତ୍ୟତା କ୍ଷଣସ୍ଥାୟିତ୍ୱକୁ ବିଶ୍ଳେଷଣ କରିଛନ୍ତି ଏହି କାବ୍ୟରେ। ଅର୍ଥାତ୍ ଯୁଧିଷ୍ଠିରଙ୍କ ମନରେ ଯୋଉ ସଂସାର ପ୍ରତି ଯୋଉ ଅନିତ୍ୟତା କ୍ଷଣସ୍ଥାୟିତ୍ୱକୁ ରାଧାନାଥ ରାୟ କଣ ଯୁଧିଷ୍ଠିରଙ୍କ ମାଧ୍ୟମରେ ସେ ବିଶ୍ଳେଷଣ କରିଛନ୍ତି। ତ କବି ଅତ୍ୟନ୍ତ ବିଷାଦପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ନେଇ ବର୍ଣ୍ଣନା କରିଛନ୍ତି। ଏହି ସଂସାରକୁ ସୁଖମୟ ବୋଲି ଯେଉଁମାନେ ମନେ କରନ୍ତି, ସେମାନେ ସର୍ବଦା ଦୁଃଖ ଦ୍ୱାରା ବିଜଡ଼ିତ ହୋଇଥାନ୍ତି। ଅର୍ଥାତ୍ ଯେଉଁମାନେ ଏ ସଂସାରକୁ କଣ ନା ସୁଖମୟ ବୋଲି ଭାବୁଛନ୍ତି, ତାଙ୍କ ମନରେ ସଦାସର୍ବଦା କଣ ନା ଦୁଃଖ ଦ୍ୱାରା ବିଜଡ଼ିତ ହୋଇଥାନ୍ତି। ସଂସାରରେ ଜୀବ ସ୍ଥିର ନୁହେଁ, ଗତିଶୀଳ। କବି କଣ କହୁଛନ୍ତି ନା ସଂସାରରେ ଜୀବ ସ୍ଥିର ନୁହେଁ, ସେ ହେଉଛନ୍ତି କଣ ନା ଗତିଶୀଳ। ତ ସ୍ଥିରତା ହେଉଛି କଣ ତାହେଲେ ମୃତ୍ୟୁ। ସଂସାରରେ ଯାହା ବି ଅଛି ତାହା କଣ ନା ଗତିଶୀଳ ହୋଇଥାଏ, କିନ୍ତୁ ମୃତ୍ୟୁ ହଉଛି ସଦାସର୍ବଦା ସ୍ଥିର। ଅର୍ଥାତ୍ ଆମେ ଯଦି ପୃଥିବୀକୁ ଯିଏ ବି ଜନ୍ମଗ୍ରହଣ ବା
ଭଗବାନ ହଉ କି ମଣିଷ ହଉ ଯଦି ଜନ୍ମଗ୍ରହଣ କଲେ ତାହେଲେ ମରିବାଟା ହଉଛି ସ୍ଥିର। ମଣିଷକୁ ଯେତେବେଳେ ମୃତ୍ୟୁ ଗ୍ରାସ କରେ ସେତେବେଳେ ସେ ସ୍ଥିର ହୋଇଯାଏ। ଯେତେବେଳେ ଆମେ କଣ ଯୋଉ ଯାଇ ବଞ୍ଚିଛୁ ଆମେ ମଣିଷ କଣ ଗତିଶୀଳ ହୋଇଥାଉ, କିନ୍ତୁ ଆମେ ଯେତେବେଳେ ମରିଯାଉ ଆମେ କଣ ଆମ ବଡି କଣ କାମ କରିକି ନାଇଁ ନା ଆମେ କଣ ସ୍ଥିର ହେଇଯାଉ ସେ ସମୟରେ। ତ ଜୀବର ଘଟ ବା ଶରୀର ହେଉଛି ମାଟି ଦ୍ୱାରା ନିର୍ମିତ। କବି କହୁଛନ୍ତି କି ଜୀବର ଯୋଉ ଶରୀର ତାହା କଣ ନା ମାଟି ଦ୍ୱାରା ନିର୍ମିତ ହୋଇଥାଏ। ତାହା ନିଶ୍ଚିତ ଭାବେ ମାଟିରେ ହିଁ ମିଶିବ। ଯେତେବେଳେ ଆମେ ମାଟି ଦ୍ୱାରା ନିର୍ମିତ ବା ତିଆରି ହୋଇଥାଉ ଶେଷରେ ମଣିଷ କଣ ନା ସେଇ ମାଟିରେ ହିଁ ମିଶିଯାଏ। କାଳ ସଂସାରର ସବୁଠାରୁ ଶକ୍ତିଶାଳୀ। ତାହେଲେ ଏ ସଂସାରର ସବୁଠାରୁ ଶକ୍ତିଶାଳୀ କିଏ ନା କାଳ। କାଳ ମାନେ କଣ ଯମ। ସେ ସଂସାରର ସମସ୍ତଙ୍କ ଗଳାରେ ଫାଶ ଲଗେଇଥାଏ। କଣ ନା ତ କାଳ ହଉଛି ସବୁଠାରୁ ଶକ୍ତିଶାଳୀ। ସେ କଣ ନା ସମସ୍ତଙ୍କ ଗଳାରେ ଫାଶ ଲଗେଇଥାଏ। ରାଜା ପ୍ରଜାଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ପର୍ଯ୍ୟନ୍ତ କେହି ତାର କରାଳ ଗ୍ରାସରୁ ମୁକ୍ତି ହୋଇପାରନ୍ତି ନାହିଁ। ଅର୍ଥାତ୍ ଦୁନିଆରେ ଯେତେ ବି ବଡ ଲୋକ ହେଇଥାଉ ନା ସେ ରାଜା ହଉ କିମ୍ବା ପ୍ରଜା ହେଇଥାଉ ମୃତ୍ୟୁ ଠାରୁ କେହି ମଧ୍ୟ ନିସ୍ତାର ପାଇବେ ନାହିଁ ବା ମୁକ୍ତି ପାଇପାରିବେ ନାହିଁ। ଜୀବ ସଂସାରରେ ଜନନୀ ଗର୍ଭରୁ ଜନ୍ମ ହୋଇଥାଏ ସତ ମାତ୍ର ସର୍ବଦା କାଳ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମଣିଷ କଣ ନା ଜନନୀ ଗର୍ଭରୁ ଜନ୍ମ ହୋଇଥିଲେ ମଧ୍ୟ ସେ କାହା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ନା କାଳ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସେ ସଂସାରରେ କାହାକୁ ଅନାଇ ବସେ ନାହିଁ। ଅର୍ଥାତ୍ କାଳ କାହାକୁ ନା କାହାକୁ ଅନାଇକି ବସେ ନାହିଁ। କେତେବେଳେ ଯେ କାଳ ଆସି ଆମକୁ ହାବୁଡ଼ି ଯିବ ତାହା ମଧ୍ୟ ଜଣା ପଡିବ ନାହିଁ। ଅର୍ଥାତ୍ ଆମେ ଯେତେବେଳେ ରାସ୍ତା ବାଟରେ ଯାଇଥାଉ କେତେବେଳେ ଗୋଟେ ଆକ୍ସିଡେଣ୍ଟ ହେଇଯିବ ତାହାର କୌଣସି ତଥ୍ୟ ନାହିଁ, ମାନେ ଜାଣି ମଧ୍ୟ ନଥିବ। ଅର୍ଥାତ୍ କାଳ କହିକି ଆମ ଜୀବନକୁ ଆସେ ନାହିଁ ବା ମୃତ୍ୟୁ ଆମକୁ ଜଣେଇ ଦିଏ ନାହିଁ ଯେ ଆଜି ମୁଁ ତମ ପାଖକୁ ଆସିବି କିମ୍ବା ତମକୁ ମୁଁ ନେଇକି ଯିବି। ହଠାତ୍ ଆସିଥାଏ ଆଉ ନେଇକି ଚାଲିଥାଏ, ନେଇକି ଯାଇଥାଏ। ସମୟ ଆସିଲେ ପଛେ ନେଇଯାଏ ଏହି ସଂସାର ମଧ୍ୟକୁ। ଯେତେବେଳେ ସମୟ ଆସିବ କଣ କରିବ ନା ଏହି ସଂସାରକୁ ମଧ୍ୟ ସଂସାରରେ ଯିଏ ସମସ୍ତଙ୍କୁ ସେ କଣ ପଛେ ନେଇଯିବ। ସେ ହେଉଛି ଏକ ବିଚିତ୍ର ଚୋର। ଅର୍ଥାତ୍ କବି କଣ କହିଛନ୍ତି ନା କାଳକୁ ସେ ବିଚିତ୍ର ଚୋର ବୋଲି କହିଛନ୍ତି। ତାଙ୍କୁ ପଥ ରୋଧ କରିବାକୁ ଚେଷ୍ଟା କଲେ ମଧ୍ୟ ଜୀବର ପାଚେରୀକୁ ଭେଦ କରି ବଳପୂର୍ବକ ପଶିଯାଏ। ଅର୍ଥାତ୍ ଆମେ ଯେତେ ବି କାଳକୁ ଆମେ ରୋକିବାକୁ ଚେଷ୍ଟା କଲେ ମଧ୍ୟ ଆମେ ତାକୁ କଣ କରିବା ରୋକିପାରିବା ନାହିଁ। ସେ ଆମକୁ କଣ ନା ବଳପୂର୍ବକ ବଳପୂର୍ବକ ସେମାନେ ପଶି ଆସିଥାଏ। କାଳ ଦ୍ୱାରା ଗୃହରୁଦ୍ଧ ହୋଇଥିଲେ ମଧ୍ୟ ତାହା ବାଧା ସୃଷ୍ଟି କରିପାରେ ନାହିଁ। ଏହାରି ମାଧ୍ୟମରେ କବି ସଂସାରରେ ମହାକାଳ ବା ମୃତ୍ୟୁର ସ୍ୱରୂପକୁ ଉଦ୍ଘାଟନ କରିଛନ୍ତି ଯୁଧିଷ୍ଠିରଙ୍କ ଭାବନା ମାଧ୍ୟମରେ। ଅର୍ଥାତ୍ ଯୁଧିଷ୍ଠିରଙ୍କ ମନରେ ଯୋଉ ଭାବନା ସୃଷ୍ଟି ହେଇଛି ଯେତେବେଳେ ସ୍ୱୟଂ ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଶ୍ରୀକୃଷ୍ଣ ଧରାଧାମରୁ ପଳେଇ ଯାଇଛନ୍ତି ଏବଂ ଯୁଧିଷ୍ଠିରଙ୍କ ମନରେ ଯେ କଣ ରାଧାନାଥ ରାୟ ସୃଷ୍ଟି କରିଛନ୍ତି ଯେ ଏ ସଂସାରରେ କେହି ମଧ୍ୟ ଆମେ ବଞ୍ଚିକି ରହିପାରିବାନି। ଅର୍ଥାତ୍ କାଳ ଏପରି ଗୋଟେ ଭୟଙ୍କର ଯେ ସେ ଆମକୁ ଆସିକି ହାବୁଡିକି ନେଇଯିବ। ତାଠାରୁ କେହି ମଧ୍ୟ ନିସ୍ତାର ପାଇପାରିବେ ନାହିଁ, ଅର୍ଥାତ୍ ମୁକ୍ତି ପାଇପାରିବେ ନାହିଁ। ଯୁଧିଷ୍ଠିରଙ୍କ ମୁଖରୁ ମଣିଷ ଜୀବନର ଏହି ଗହନ ବାଣୀ ଶୁଣିବା ପରେ ଅର୍ଜୁନ ମଧ୍ୟ କହିଲେ ତ କଣ ନା ଯୁଧିଷ୍ଠିରଙ୍କ ମୁଖରୁ ମଣିଷ ଜୀବନର ଏହି ଗହନ ବାଣୀ ଶୁଣିବା ପରେ ଅର୍ଜୁନ ମଧ୍ୟ କହିଲେ ପ୍ରକୃତରେ କାଳ କାହାରିକି ଛାଡି ନାହିଁ। ତ ଯୁଧିଷ୍ଠିର ଯେତେବେଳେ କହିଛନ୍ତି ଯେ ଦୁଃଖ କଣ ମଣିଷ ଜୀବନରେ ଯେ କେତେ ଯେ ଦୁଃଖ ଅଛି ଯନ୍ତ୍ରଣା ଅଛି ତାକୁ ଯେତେବେଳେ ଅର୍ଜୁନ ଶୁଣିଛନ୍ତି ପ୍ରକୃତରେ କାଳ କାହାରିକି ଛାଡି ନାହିଁ ବୋଲି ଅର୍ଜୁନ କହିଛନ୍ତି ହେଲା। ଯଥା ସମୟ ଆସିଲେ ଏହି ସଂସାରରୁ ଅନ୍ୱେଷଣ ପୂର୍ବକ କାଳ ସମସ୍ତଙ୍କୁ ନେଇଯାଏ। ଯଦି ଯେତେବେଳେ ସମୟ ଆସିବ କାଳ କଣ କରିବ ନା ସମସ୍ତଙ୍କୁ ନେଇକି ପଳେଇବ। ତୁମରି ଗହଣରେ ରହି ମୁଁ ତାଙ୍କୁ ଅନ୍ୱେଷଣ କରିବି। ଅର୍ଥାତ୍ ଯେ ଅର୍ଜୁନ କାହାକୁ କହିଛନ୍ତି ଯୁଧିଷ୍ଠିରଙ୍କୁ ଯେ ମୁଁ ତମ ଗହଣରେ ରହିବି ଆଉ କାଳକୁ ମୁଁ ଅନ୍ୱେଷଣ କରିବି। ଅର୍ଥାତ୍ ମୃତ୍ୟୁକୁ ମୁଁ ଅନ୍ୱେଷଣ କରିବି। ଯୁଧିଷ୍ଠିରଙ୍କ ସହିତ ଏହି ସଂସାରର ବିଷୟ ବୈରାଗ୍ୟକୁ ବରଣ କରିବା ପାଇଁ ସମ୍ମତି ଦେବା ପରେ ଭୀମ ଓ ମାଦ୍ରୀସୂତ ଦ୍ୱୟ ଯଥା ନକୁଳ ଓ ସହଦେବ ମଧ୍ୟ ତାଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଅର୍ଥାତ୍ ଯୁଧିଷ୍ଠିର ଯୋଉ କହିଲେ ଅର୍ଜୁନଙ୍କୁ ଅର୍ଜୁନ ମଧ୍ୟ ଯୁଧିଷ୍ଠିରଙ୍କ ସହିତ ଯିବାକୁ ରାଜି ହୋଇଛନ୍ତି। ତା ସହିତ ତାଙ୍କର ଯୋଉ ଭାଇ ଅଛନ୍ତି ନକୁଳ ଏବଂ ସହଦେବ ଆଉ ଭୀମ ସେ ମଧ୍ୟ ତାଙ୍କ ସହିତ ଯିବାକୁ
ପ୍ରସ୍ତୁତ ଅଛନ୍ତି। ଦେବୀ ଦ୍ରୌପଦୀ ମଧ୍ୟ 5 ପାଣ୍ଡବଙ୍କ ସହିତ ବାନପ୍ରସ୍ଥ ଆଚରଣ ପାଇଁ ମନ ବଳେଇଲେ। ଅର୍ଥାତ୍ ଦ୍ରୌପଦୀ ମଧ୍ୟ କଣ ନା 5 ପାଣ୍ଡବଙ୍କ ସହିତ ବାନପ୍ରସ୍ଥ ଯିବା ପାଇଁ ପ୍ରସ୍ତୁତ ହେଲେ। ସେ କହିଲେ ଯେ ଯେଉଁ ପରମ ପୁରୁଷ ଶ୍ରୀକୃଷ୍ଣ ଥିଲେ ପାଣ୍ଡବମାନଙ୍କର ପରମ ବନ୍ଧୁ, ସେ ମଧ୍ୟ ସଂସାରର ଲୀଳା ପରିସମାପ୍ତି ପୂର୍ବକ ଚାଲିଗଲେଣି। ତେଣୁ ତାଙ୍କ ଓ ବର୍ତ୍ତମାନରେ ଏହି ଅସାର ରାଜଭୋଗରେ କେଉଁ କାର୍ଯ୍ୟ ରହିଅଛି? ଯେତେବେଳେ ପରମ ପୁରୁଷ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ପରମ ବନ୍ଧୁ ଥିଲେ, ସେ ଯେତେବେଳେ ଏ ସଂସାରର ପରିସମାପ୍ତ ପୂର୍ବକ ଚାଲିଗଲେ, ତାହେଲେ ଆମେ ବା ଏ ଧରାଧାମରେ କିପରି ଭାବରେ ରହିବୁ? କିଏ ଦ୍ରୌପଦୀ ଭାବିଛନ୍ତି। ତେଣୁ ତାଙ୍କ ଅବର୍ତ୍ତମାନରେ ଏହି ଅସାର ରାଜଭୋଗର କେଉଁ କାର୍ଯ୍ୟ ରହିଅଛି? କବିଙ୍କ ଭାଷାରେ ଗୋଟେ ପଂକ୍ତିଟା ଦେଖିଦେବ ପିଲେ। ଛାୟା ପ୍ରାୟେ ତୁମ୍ଭ ସଙ୍ଗେ ବିଚରିବି ବନେ, ସୁଖୀ ଥିଲି ବନେ ଦୁଃଖୀ ହେଲି ସିଂହାସନେ। ଦୁଃଖୀ ପାଇଁ ସ୍ଥାନ ନାହିଁ ସଂସାର ଗୋହରେ, ଦୁଃଖୀ ଲୋଡ଼େ ନିକାଞ୍ଚନ ଦୁଃଖୀର ନୟନେ। ସଂସାର ସମ୍ପଦ ସିନା ମହାବିଡ଼ମ୍ବନା। ଏହିଭଳି ଦ୍ରୁପଦ ନନ୍ଦିନୀ ସଂସାରର ଅସାରତା ବିଷୟରେ ବିଭିନ୍ନ କଥା କହି ତାଙ୍କ ସଙ୍ଗରେ ନେବା ପାଇଁ ବିନମ୍ର ନିବେଦନ କରିଛନ୍ତି। ଅର୍ଥାତ୍ ଏଇ ପଂକ୍ତିରେ କଣ ନା ଦ୍ରୁପଦ ନନ୍ଦିନୀ ଦ୍ରୌପଦୀ ତାଙ୍କର ମନଗହନରେ ଯୋଉ କଥା ବା ଚିନ୍ତାଧାରା ଅଛି, ତାକୁ କଣ ସେ 5 ପାଣ୍ଡବଙ୍କ ମଧ୍ୟରେ ରଖିଛନ୍ତି ଏବଂ ତାଙ୍କୁ ମଧ୍ୟ ତାଙ୍କ ସହିତ ନେବା ପାଇଁ ବିନମ୍ର ନିବେଦନ କରିଛନ୍ତି ବା ଅନୁରୋଧ କରିଛନ୍ତି। ଭ୍ରାତା ତଥା ପତ୍ନୀଙ୍କର ନିବେଦନ ଶୁଣିବା ପରେ ରାଜା ଯୁଧିଷ୍ଠିରଙ୍କ ରାଜ୍ୟ ତ୍ୟାଗ ପୂର୍ବକ ବନଗମନ ପାଇଁ ସ୍ଥିର କଲେ। କଣ ନା ଭ୍ରାତା ତଥା ପତ୍ନୀଙ୍କର ନିବେଦନ ଶୁଣିବା ପରେ ରାଜା ଯୁଧିଷ୍ଠିର ରାଜତ୍ୟାଗ ପୂର୍ବକ ବନଗମନ ପାଇଁ ସ୍ଥିର କଲେ। ଭ୍ରାତା ମାନଙ୍କ ଠାରୁ କଣ ଯେ ତାଙ୍କର ଯୋଉ ତାଙ୍କ ମନରେ ଯାହା ଚାଲିଛି ବା ସଂସାରର କାରଣ, ସେମାନେ କଣ ସଂସାରରେ ଯେ ଦୁଃଖ କଣ କଷ୍ଟ କଣ ସେମାନେ ଜାଣିଲେ, ତାଙ୍କୁ କଣ ଯୁଧିଷ୍ଠିର ଜଣେଇଲେ। ତାଙ୍କ ପରେ ସେମାନେ କଣ ନା ତାଙ୍କ ସହିତ ଯିବାକୁ ମଧ୍ୟ ପ୍ରସ୍ତୁତ ହେଲେ। କିଏ? ଯେ ପଞ୍ଚୁ ପାଣ୍ଡବ ଏବଂ ତା ସହିତ ଦ୍ରୁପଦ ନନ୍ଦିନୀ ଦ୍ରୌପଦୀ ହେଲେ। ସେ ଅଭିମନ୍ୟୁ ପୁତ୍ର ପରୀକ୍ଷିତଙ୍କୁ ରାଜ୍ୟଭାର ଅର୍ପଣ ପୂର୍ବକ ଯୁଯୁତ୍ସୁଙ୍କୁ ତାଙ୍କର ପ୍ରତିନିଧି ଭାବରେ ନିୟୋଜନ କଲେ। ତ ଯେତେବେଳେ ଯୁଧିଷ୍ଠିର ରାଜସିଂହାସନ ତ୍ୟାଗ କରୁଛନ୍ତି, ସେଇ ସିଂହାସନରେ ପୁଣି ତ ଆଉ ଜଣଙ୍କୁ କଣ ରଖିବାକୁ ପଡିବ, ରାଜା କରିବାକୁ ପଡିବ। ସେ କଣ କରୁଛି? ଅଭିମନ୍ୟୁଙ୍କର ଯୋଉ ପୁତ୍ର ପରୀକ୍ଷିତ ତାଙ୍କୁ ରାଜ୍ୟ ସିଂହାସନରେ ବସେଇଛନ୍ତି ଏବଂ ଯୁଯୁତ୍ସୁଙ୍କୁ ତାଙ୍କର ପ୍ରତିନିଧି ଭାବରେ ନିୟୋଜନ କଲେ। ତ ପରୀକ୍ଷିତଙ୍କର ମାତା ସୁଭଦ୍ରାଙ୍କୁ ସମସ୍ତ ଦାୟିତ୍ୱ ଅର୍ପଣ କଲେ। ତା ସହିତ କଣ ନା ପରୀକ୍ଷିତଙ୍କର ଯୋଉ ମାତା ଯୋଉ ସୁଭଦ୍ରାଙ୍କୁ ତାଙ୍କୁ ସମସ୍ତ ଦାୟିତ୍ୱ ଅର୍ପଣ କଲେ ଏବଂ ସେମାନେ କଣ ଯେ ମହାଯାତ୍ରା ଆରମ୍ଭ କଲେ। ତ ରାଜା ଯୁଧିଷ୍ଠିର ଥିଲେ ଅତ୍ୟନ୍ତ ପ୍ରଜାବତ୍ସଳ। ତ ଯୁଧିଷ୍ଠିର ଥିଲେ କଣ ନା ପ୍ରଜା ବତ୍ସଳ। ତେଣୁ ପ୍ରଜାମାନେ ଯେତେବେଳେ ଶୁଣିଲେ ଯେ ରାଜା ରାଜ୍ୟ ପରିତ୍ୟାଗ ପୂର୍ବକ ବାନପ୍ରସ୍ଥ ଆଚରଣ କରୁଛନ୍ତି, ସେତେବେଳେ ସେମାନଙ୍କ ଭିତରେ ସୃଷ୍ଟି ହେଲା ଅତ୍ୟନ୍ତ ଖେଦ। ଅର୍ଥାତ୍ ଯେତେବେଳେ ପ୍ରଜାମାନେ ଶୁଣିଲେ ଯେ ତାଙ୍କ ରାଜା କଣ କରିବେ ନା ରାଜ୍ୟ ପରିତ୍ୟାଗ କରିବେ, ସେତେବେଳେ ପ୍ରଜାମାନଙ୍କ ମନରେ କଣ ନା ଦୁଃଖ ଭାବ ସୃଷ୍ଟି ହେଲା। ଯୁଧିଷ୍ଠିର ତାଙ୍କ ପରମ ଆତ୍ମୀୟମାନଙ୍କ ଶ୍ରାଦ୍ଧ ସମାପନ ପୂର୍ବକ ଯେତେବେଳେ ବାନପ୍ରସ୍ଥକୁ ବାହାରିଲେ, ସେହି ସମ୍ବାଦ ସଞ୍ଚରିଗଲା ସମଗ୍ର ହସ୍ତିନା ରାଜ୍ୟରେ। ସେହି ସମୟର ଶୋକପୂର୍ଣ୍ଣ ପରିବେଶକୁ କବି ବର୍ଣ୍ଣନା କରିଛନ୍ତି। ରାଜା ତେଜି ଯିବେ ରାଜା ଏ ବାର୍ତ୍ତା ନବରେ, ନବରୁ ନଗରେ ପୁଣି ବ୍ୟାପୀ ଜନପଦେ। ଉଡାଇଲା ଶୋକେ ଛାସେ ସମଗ୍ର ମେଦିନୀ, ବାଲା ବୋଲି ହେଲେ ଲୋକେ ଯାର ଛତ୍ର ତଳେ। ଜାଣୁ ନଥିଲେଟି ଜନେ ନିର୍ଦ୍ଦୋଷ ଯାବତ, ରାଜଦଣ୍ଡ ଅଛି ବୋଲି ଦୋଷୀ ଦେଖି ପୁଣି। ନସଂହାରି ବିହୁଥିଲା ସଂସାର ମାତର, କରୁଣା କମଳ ନ୍ୟାୟ ଯାର ଏ ଜଗତ। ଅର୍ଥାତ୍ କବିଙ୍କ ଭାଷାରେ କଣ ନା ଯେତେବେଳେ ପ୍ରଜାଙ୍କ ଠାରୁ ଶୁଣିଲେ ରାଜାଙ୍କ ଠାରୁ ଶୁଣିଲେ ପ୍ରଜାଗଣ ଯେ ରାଜା ତାଙ୍କର କଣ ନା ରାଜ୍ୟ ତ୍ୟାଗ କରି ବାନପ୍ରସ୍ଥ କରିବାକୁ ବା ବାନପ୍ରସ୍ଥ କରିବେ, ସେ ସମୟରେ ପ୍ରଜାମାନଙ୍କ ମନରେ ଦୁଃଖ ଭାବ ଜାତ ହୋଇଛି। ତାଙ୍କ ମନରେ ଯୋଉ ଦୁଃଖ ଭାବ ଜାତ ହୋଇଛି ତାକୁ କଣ ନା କବି ବର୍ଣ୍ଣନା କରିଛନ୍ତି ହେଲା। ରାଜା ଯୁଧିଷ୍ଠିର ତଥା ଦ୍ରୌପଦୀ ତଥା ଅନ୍ୟାନ୍ୟ ପାଣ୍ଡବମାନେ ରାଜ ପରିଧାନ ପରିହାର କରି ବକଳ ଧାରଣ କଲେ। ଅର୍ଥାତ୍ ରାଜା ମାନେ କଣ ଅନେକ ବସ୍ତ୍ର ବା ଅଳଙ୍କାରରେ ପରିଧାନ କରିଥାନ୍ତି। ସେମାନେ ଯେହେତୁ ବାନପ୍ରସ୍ଥ କରିବେ, ତ ଯୋଉ
ଗୋଟେ ରାଜ ହିସାବରେ ସେମାନେ ଯେପରି ରହୁଥିଲେ, କଣ ବାନପ୍ରସ୍ଥ କଲେ କଣ ସେଇ ପୋଷାକ ହିଁ ପିନ୍ଧିବେ କି? ନାଇଁ ନା, ତାକୁ କଣ ଯେ ସେମାନେ କଣ କଲେ ନା ବକୋଳ ଧାରଣ କଲେ। ସମଗ୍ର ହସ୍ତିନାର ଜନତା ସାମିଲ ହୋଇଗଲେ ସେହି ମହାଯାତ୍ରାରେ। ସତ୍ୟ ଯେପରି ଶ୍ରୀହୀନ ହୋଇଗଲା ଐଶ୍ୱର୍ଯ୍ୟପୂର୍ଣ୍ଣ ହସ୍ତିନା ନଗରୀ। ଯେତେବେଳେ ତାଙ୍କ ରାଜା ବାନପ୍ରସ୍ଥ କରୁଛନ୍ତି ବା ମହାଯାତ୍ରା କରୁଛନ୍ତି, ସେ ସମୟରେ ସାରା ହସ୍ତିନା କଣ ନା ଦୁଃଖରେ ଦୁଃଖର ଛାୟା କଣ ନା ଖେଳିଗଲା। ଏଇଭଳି ଏକ କାରୁଣ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ କବି ପ୍ରଥମ ସ୍ୱର୍ଗର ପରିସମାପ୍ତ କରିଛନ୍ତି। ତାହେଲେ ପିଲେ ତମର ଏତିକିରେ ଆମର ଯୋଉ ମହାଯାତ୍ରା କାବ୍ୟର ପ୍ରଥମ ସ୍ୱର୍ଗଟି ଶେଷ ହୋଇଛି। ପିଲେ ତମର ଏଇଟା କଣ ନା ପରୀକ୍ଷାରେ ଆସିବ। ୟାକୁ ତମେ କଣ ଭଲସେ ପଢିବା ସହିତ ନୋଟ ମଧ୍ୟ କରିବ। ମୁଁ ତମକୁ ଆଉ ଗୋଟେ ଲଙ୍ଗ ଭିଡିଓ ଆଲୋଚନା କରିବି, କଣ ନା ମହାଯାତ୍ରା କାବ୍ୟରେ କବିଙ୍କ ଜାତୀୟତାବାଦୀ ଚିନ୍ତାଧାରା ବିଶ୍ଳେଷଣ କର। ଅର୍ଥାତ୍ ଆମର ଯୋଉ ମହାଯାତ୍ରା କାବ୍ୟ, ସେଥିରେ କଣ କବିଙ୍କର ଯୋଉ ଜାତୀୟତାବାଦୀ ଚିନ୍ତାଧାରା ଅଛି, ତାକୁ ସେ କଣ ନା ବିଶ୍ଳେଷଣ କରିଛନ୍ତି। ଏଇଟା ମଧ୍ୟ ପିରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଟା, ତମେ ନୋଟ କରିଦବ। ଦେଖିତ, କବିବର ରାଧାନାଥ ରାୟ ଯେତେବେଳେ ସାହିତ୍ୟ ସାଧନ କରୁଥିଲେ, ସେତେବେଳେ ସମଗ୍ର ଭାରତ ତଥା ଓଡ଼ିଶା ପରାଧୀନତାର ଶୃଙ୍ଖଳା ମଧ୍ୟରେ ଆବଦ୍ଧ ହୋଇଥିଲା। ଅର୍ଥାତ୍ ଆମ ଦେଶ କଣ ସ୍ୱାଧୀନ ହେଇନଥିଲା। ଆମ ଦେଶ କେବେ ତାହେଲେ ସ୍ୱାଧୀନ? 1947। ତ ଏଇଟା ହଉଛି କଣ ବହୁତ ପୂର୍ବର କଥା, ଯେତେବେଳେ କି ଆମ ଦେଶଟା କଣ ନା ପରାଧୀନ ଥିଲା। ଦୁର୍ଦ୍ଦଶା ଇଂରେଜ ମାନେ ଆପଣାର ସ୍ୱାର୍ଥ ସାଧନା ସକାଶେ ଭାରତର ଜନତାଙ୍କୁ ଶୋଷଣ, ନିର୍ଯାତନା ଓ ଯନ୍ତ୍ରଣା ପ୍ରଦାନ କରୁଥିଲେ। ଅର୍ଥାତ୍ ଆମର ଯୋଉ ଇଂରେଜ ମାନେ କଣ ନା ଆପଣାର ସ୍ୱାର୍ଥ ପାଇଁ, ତାଙ୍କର ସ୍ୱାର୍ଥ ସାଧନା ପାଇଁ ସେମାନେ କଣ ନା ଭାରତର ଜନତାଙ୍କୁ ଶୋଷଣ କରୁଥିଲେ, ନିର୍ଯାତନା ବା ଯନ୍ତ୍ରଣା ପ୍ରଦାନ କରୁଥିଲେ। ସେମାନଙ୍କ ନାରକୀୟ ଲୀଳାରେ ସ୍ୱତ୍ରସ୍ତ ହୋଇଯାଉଥିଲେ ଭାରତର ଜନତା। ଅର୍ଥାତ୍ ସେମାନଙ୍କର ଯୋଉ ନାରକୀୟ ଲୀଳା, ସେମାନେ ଯୋଉ ମନ ଇଚ୍ଛା ତାଙ୍କର ଯୋଉ ବା ଏକଚାଟିଆ ନୀତି ଯୋଉ ସେମାନେ କଣ ଦେଖଉଥିଲେ, ସେଥିରେ ଭାରତର ଜନତା କଣ ନା ଦୁଃଖ ବା କଷ୍ଟ ଭୋଗୁଥିଲେ। ତ ଯେଉଁ ଭାରତୀୟ ମାନେ ତାଙ୍କ ବିରୋଧରେ ଅସ୍ତ୍ର ଉତ୍ତୋଳନ କଲେ, ସେମାନଙ୍କୁ ପଦଦଳିତ କରିଦେଲେ ବ୍ରିଟିଶ ବାହିନୀ। ଅର୍ଥାତ୍ ତାଙ୍କୁ ଯିଏ ପ୍ରତିବାଦ କଲା, ତାଙ୍କ ଉପରେ ସେମାନେ କଣ ଚାପ ପକଉଥିଲେ, ଅର୍ଥାତ୍ ସେମାନଙ୍କୁ କଷ୍ଟ ଦେଉଥିଲେ କିଏ? ବ୍ରିଟିଶ। ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲେଖନୀ ଧାରଣା କରିଥିଲେ କବିବର ରାଧାନାଥ। ଯୋଉ ସମୟରେ ଯେ ବ୍ରିଟିଶ ମାନଙ୍କର ସାମ୍ରାଜ୍ୟ ଚାଲିଥିଲା, ସେଇ ସମୟରେ କଣ ସେଇପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଧାନାଥ ରାୟ କଣ ନା ମହାଯାତ୍ରା କାବ୍ୟଟି ଲେଖିବାକୁ ଆରମ୍ଭ କଲେ। ସେ ଅନୁଭବ କରିଥିଲେ ଯେ ସଶସ୍ତ୍ର ସଂଘର୍ଷ କରିବା ଅପେକ୍ଷା ଲେଖନୀ ମାଧ୍ୟମରେ ସୁପ୍ତ ଓଡ଼ିଆ ପ୍ରାଣରେ ନବଜାଗରଣ ସୃଷ୍ଟି କରିବା ପାଇଁ ପ୍ରୟାସ କଲେ। ଅର୍ଥାତ୍ ସେ ସମୟରେ ଯେହେତୁ ଇଂରେଜ ମାନେ ଅଧିକ ଶକ୍ତିଶାଳୀ ଥିଲେ, ସେଇ ସମୟରେ ଭୟ ମଧ୍ୟ ରାଧାନାଥଙ୍କର ଭୟ ଥିଲା ଯେ ଆମେ ଲୋକମାନଙ୍କୁ ଗୋଟେ ଜାଗାରେ ଏକତ୍ର କରିପାରିବା ନାହିଁ। କାହିଁକି ନା ସେ ସମୟରେ ଶାସନ କରୁଥିଲେ କି ଇଂରେଜ ମାନେ। ସେଥିପାଇଁ ରାଧାନାଥ ରାୟ ଚେଷ୍ଟା କଲେ କଣ ନା ଲେଖନୀ ମାଧ୍ୟମରେ ସୁପ୍ତ ଓଡ଼ିଆ ପ୍ରାଣରେ ନବଜାଗରଣ ସୃଷ୍ଟି କରିବା ପାଇଁ। ସେ କଣ କଲେ ନା ମୁଁ ଲେଖନୀ ମାଧ୍ୟମରେ ଓଡ଼ିଆ ମାନଙ୍କ ପ୍ରାଣରେ କଣ ନା ନବଜାଗରଣ ସୃଷ୍ଟି କରିବା ପାଇଁ ସେଥିପାଇଁ ସେ କଣ ନା ମହାଯାତ୍ରା କାବ୍ୟଟି ରଚନା କଲେ। କବିଙ୍କ କବିତାରେ କିଭଳି ଜାତୀୟତାବୋଧ ପରିଲକ୍ଷିତ ହୋଇଥାଏ, ତାଙ୍କୁ ନିମ୍ନରେ ଆଲୋଚନା କରାଯାଉଛି। ତ କବିବର ରାଧାନାଥ ରାୟ ତାଙ୍କ କବିତାବଳୀ ମାଧ୍ୟମରେ ସର୍ବପ୍ରଥମେ ଭାରତ ମାତାଙ୍କୁ ଜନନୀ ଭାବେ କଳ୍ପନା ପୂର୍ବକ ତାଙ୍କ ଚରଣ ବନ୍ଦନା କରିଛନ୍ତି। ପ୍ରଥମରେ କଣ ନା ରାଧାନାଥ ରାୟ ଭାରତ ମାତାଙ୍କୁ ଜନନୀ ଭାବିକି ତାଙ୍କ କଳ୍ପନା ପୂର୍ବକ ତାଙ୍କୁ ଚରଣ ବନ୍ଦନ କରିଛନ୍ତି। ସେ କବିତାରେ ଉଲ୍ଲେଖ କରିଛନ୍ତି, ହେ ଭାରତ ଜନନୀ, ତୁମେ ସର୍ବେଶ୍ଵା ବା ସମଗ୍ର ଭାରତରେ ପର୍ଯ୍ୟାପ୍ତ ହୋଇ ରହିଛ। ହେ ଜନନୀ, ଆମେ ହେଉଛୁ ତୁମର ସନ୍ତାନ ବର୍ଗ। ଅର୍ଥାତ୍ ରାଧାନାଥ ରାୟ କଣ ନା ଆମର ଯୋଉ ଭାରତ ମାତାଙ୍କୁ ସେ ପ୍ରଥମେ କଣ ନା ବନ୍ଦନା କରିଛନ୍ତି। ଆମେ ନିଶ୍ଚିତ ଭାବେ ତୁମର ଗୌରବକୁ ଫେରେଇ ଆଣିବା ପାଇଁ ଚେଷ୍ଟା କରିବୁ। ଅର୍ଥାତ୍ ଭାରତ ମାତାର ଯୋଉ ଗୌରବ ଇଂରେଜ ମାନଙ୍କ ଉପରେ ଯୋଉ ନଷ୍ଟ ହୋଇଯାଇଛି, ରାଧାନାଥ ରାୟ କଣ କରିଛନ୍ତି ନା କହିଛନ୍ତି ଯେ ଆମେ ତମର ଗୌରବକୁ ଫେରେଇ ଆଣିବାକୁ ଚେଷ୍ଟା କରିବୁ। କବିବର ରାଧାନାଥଙ୍କ ଜାତୀୟତାବାଦର ଅନ୍ୟତମ ନିଦର୍ଶନ ହେଉଛି ଅମର୍ଷି ବାଣୀଙ୍କ ପ୍ରସଙ୍ଗ। ତ ଅମର୍ଷି ହେଉଛନ୍ତି ଦିଲ୍ଲୀର ରାଜା ପୃଥ୍ୱୀରାଜଙ୍କର ସେନାପତି। ଅର୍ଥାତ୍ ଯେ ଭାରତବାସୀଙ୍କ ମନରେ
କ'ଣ ଯେ ଜାତୀୟତାବାଦ ଆଣିବା ପାଇଁ ସେ କ'ଣ କରିଛନ୍ତି ନା ଅମର୍ଷି ବାଣୀ ପ୍ରସଙ୍ଗ, ଅର୍ଥାତ୍ ଅମର୍ଷି ହେଉଛନ୍ତି କିଏ ନା ଦିଲ୍ଲୀର ରାଜା ପୃଥ୍ୱୀରାଜଙ୍କର ସେନାପତି। ଆମର ଯୋଉ ଦିଲ୍ଲୀରେ ଯୋଉ ରାଜା ଥିଲେ ପୃଥ୍ୱୀରାଜ, ତାଙ୍କର ସେନାପତି କିଏ ନା ଅମର୍ଷି। ଅମର୍ଷି ମାଧ୍ୟମରେ ସେ କ'ଣ କରିଛନ୍ତି ନା ଉଦ୍ବୋଧନ ଦେଇଛନ୍ତି ହେଲା। ତ ମହମ୍ମଦ ଘୋରୀଙ୍କ ସହିତ ଯୁଦ୍ଧ କରିବା ସମୟରେ ଯେତେବେଳେ ପ୍ରଥମେ ପୃଥ୍ୱୀରାଜଙ୍କ ସେନାମାନେ ଛତ୍ରଭଙ୍ଗ ଦେଇ ପଳାୟନ କଲେ, ସେତେବେଳେ ସୈନ୍ୟମାନଙ୍କୁ ଏକତ୍ରିତ କରି ପୃଥ୍ୱୀରାଜଙ୍କ ସେନାପତି ଅମର୍ଷି ଅଗ୍ନିବର୍ଷୀ ବାଣୀରେ ଉଦ୍ବୋଧିତ କରିଥିଲେ। ଯେତେବେଳେ ମହମ୍ମଦ ଘୋରୀଙ୍କ ସହିତ ଯୁଦ୍ଧ କରିବା ସମୟରେ ପ୍ରଥମେ କ'ଣ ପୃଥ୍ୱୀରାଜଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସେମାନେ କ'ଣ ଯେତେବେଳେ ମହମ୍ମଦ ଘୋରୀଙ୍କ ସହିତ ଯୁଦ୍ଧ କରିବା ପାଇଁ ଆଗେଇ ଆସିଥିଲେ, ସେ ସମୟରେ ଯୁଦ୍ଧ ଭୂମିରେ ଯୁଦ୍ଧ ନ କରିକି ସେମାନେ କ'ଣ ଛତ୍ରଭଙ୍ଗ ଅର୍ଥାତ୍ ଯୁଦ୍ଧ ଭୂମିକୁ ପରିତ୍ୟାଗ କରିଥିଲେ। ସେହି ଯେଉଁମାନେ କି ଆମର ଯୁଦ୍ଧ ଭୂମିକୁ ଛାଡ଼ିକି ପଳାୟନ ହୋଇଥିଲେ, ତାଙ୍କ ମନରେ କ'ଣ ଯେ ଜାତୀୟତା ଭାବ ଆଣିବା ପାଇଁ ଅମର୍ଷି ମାଧ୍ୟମରେ କବି କ'ଣ ନା ଉଦ୍ବୋଧନ ଦେଇଛନ୍ତି। ସେ କହିଥିଲେ ଯେ ହେ ସୈନ୍ୟ ସାମନ୍ତ ଗଣ, ଏହି ପବିତ୍ର ଭୂମି ଭାରତବର୍ଷ ହେଉଛି ଯେଉଁ ଭୂମିର ସନ୍ତାନ କି ବିନା ଯୁଦ୍ଧରେ ସୁଚିଗ୍ର ଜମି ମଧ୍ୟ ନ ଦେବାର ପଣ କରିଥିଲା, ସେହି ଆର୍ଯ୍ୟବୀରଙ୍କର ରକ୍ତ ତୁମ୍ଭ ଧମନୀରେ ବହୁ ନାହିଁ କି। ଅର୍ଥାତ୍ ଯେଉଁ ଭୂମିରେ କି ଗୋଟିଏ ଦିନ ଥିଲା ଯେ ବିନା ଯୁଦ୍ଧରେ ବା ସୁଚିଗ୍ର ଜମି ମଧ୍ୟ ଯେ ଯୁଦ୍ଧ ବିନା ମୁଁ ତମକୁ ଗୋଟିଏ ଜମି ମଧ୍ୟ ଦେବି ନାହିଁ, ସେଇ ପଣ ତମର କ'ଣ ଭାଙ୍ଗିଗଲା କି। ଅର୍ଥାତ୍ ସେ ପଣ ତମ ପାଖେ କ'ଣ ନାହିଁ କି, ତମେ କ'ଣ ତାଙ୍କର ସନ୍ତାନ ନୁହଁ କି, ଯେ ତମ ଧମନୀରେ ବା ତମ ଶରୀରରେ କ'ଣ ସେହି ରକ୍ତ ବହୁ ନାହିଁ କି। କ'ଣ ଏଇଟା ରାଧାନାଥ କହିଛନ୍ତି କାହା ମାଧ୍ୟମରେ ନା ଅମରସିଂହ ବାଣୀ ମଧ୍ୟରେ ହେଲା। ସିଂହର ଗୁହାରେ ଶୃଗାଳ ପଶିଯାଇ ଗୁହାକୁ ନାରଖାର କରିଦେଇଛି, ସିଂହର ସନ୍ତାନ ହୋଇ ମଧ୍ୟ ଏହି ବିଡ଼ମ୍ବନାକୁ ତୁମ୍ଭେମାନେ କିଭଳି ସହ୍ୟ କରୁଛ। ଗୋଟେ ଉଦାହରଣ ମାଧ୍ୟମରେ ଜଣେଇଛନ୍ତି ହେଲା। ଓଜସ୍ୱିନୀ ବାଣୀରେ ଅମର୍ଷି ଭାରତର ସୈନ୍ୟମାନଙ୍କୁ ଏଭଳି ଭାବରେ ଉତ୍ତେଜିତ କରିଥିଲେ। ତ କ'ଣ ନା ଓଜସ୍ୱିନୀ ବାଣୀରେ ଅମର୍ଷି ଭାରତର ସୈନ୍ୟମାନଙ୍କୁ ଏଭଳି ଭାବରେ ଉତ୍ତେଜିତ କରିଥିଲେ। ପରୋକ୍ଷ ଭାବରେ କବିବର ରାଧାନାଥ ସମକାଳୀନ ସୁପ୍ତପ୍ରାୟ ଉତ୍କଳୀୟମାନଙ୍କୁ ଅମର୍ଷିର ବାଣୀ ମଧ୍ୟରେ ସେ ଯେପରି ଉତ୍ତେଜିତ ଓ ଉଜାଗ୍ରତ କରିବା ପାଇଁ ପ୍ରୟାସ କରିଛନ୍ତି। ଅର୍ଥାତ୍ ଅମର୍ଷିଙ୍କର ଯୋଉ ବାଣୀ ମାଧ୍ୟମରେ ସେ କ'ଣ ନା ସୁପ୍ତପ୍ରାୟ ଉତ୍କଳୀୟମାନଙ୍କୁ ଅର୍ଥାତ୍ ଭାଙ୍ଗି ପଡ଼ିଥିବା ଯୋଉମାନେ କି ଭାରତ ମାତାର ଗୌରବକୁ ଫେରାଇ ଆଣିବାକୁ ଚେଷ୍ଟା କରିନେଥିଲେ ବା ଭାରତ ମାତାର ଯୋଉ ଗୌରବ, ଯୋଉ ଭାରତ ମାତା ମାନେ ଯୋଉ ସ୍ୱାଧୀନ ହେଇନି, ଯେ ଇଂରେଜ ମାନଙ୍କ ଦ୍ଵାରା କ'ଣ ଶାସିତ ହେଉଛନ୍ତି, ସେଇ ଆମର ଯୋଉ ଭାରତର ଯୋଉ ଗୌରବକୁ ଫେରାଇ ଆଣିବା ପାଇଁ ରାଧାନାଥ ରାୟ କାହା ମାଧ୍ୟମରେ ନା ଅମର୍ଷି ମାଧ୍ୟମରେ ଯୋଉମାନେ କି ଯୁଦ୍ଧ ଭୂମିରୁ ପଳାଇ ଯାଉଥିଲେ ତାଙ୍କୁ କ'ଣ ନା ଯେ ଚେତନା ଦେଇଛନ୍ତି ବା ତାଙ୍କୁ ଜାଗ୍ରତ କରିଛନ୍ତି। ସେଇଭଳି କବି ରାଧାନାଥଙ୍କ ଦ୍ଵାରା ରଚିତ ଅନ୍ୟ ଏକ ଉଲ୍ଲେଖନୀୟ କବି ହେଉଛି ଶିବାଜୀଙ୍କ ଉତ୍ସାହ ବାଣୀ। ପିଲେ ଏତିକିରେ ତମର ସରିଲା। ଏଇଟା ହଉଛି କ'ଣ ମହାଯାତ୍ରା କାବ୍ୟର ଲଙ୍ଗ ଭିଡିଓଟେ ବା ଲଙ୍ଗ କୋଶ୍ଚିନ୍ ତମର। ଏଇଟା ପିଲେ ଭଲସେ ଦେଖିକି ଯିବ, ତମର ପରୀକ୍ଷାରେ ଆସିବ, ସୁନିଶ୍ଚିତ ଭାବରେ ତମର ଏଇଟା ଆସିବ ପିଲେ ହେଲା। ତମେ କେବଳ ଏଇଟାକୁ ଭଲସେ ପଢିକି ଯାଅ, ତମେ ନିହାତି କ୍ୱାଲିଫାଇ କରିବ, ଅର୍ଥାତ୍ ତମେ ଗୋଟେ ଭଲ ମାର୍କ ରଖିବ। ତମେ ଏତିକି ଫଲୋ କର ପିଲେ, ନିହାତି ସଫଳତା ପାଇବ। ପିଲେ ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବେ ନାହିଁ। ଥ୍ୟାଙ୍କ ୟୁ।